ଆଜି ଅମ୍ବେଦକରଙ୍କର 136ତମ ଜୟନ୍ତୀ ପାଳନ କଲୁ। ଏହି ଅବସରରେ ଓଡ଼ିଶାର ମାନ୍ୟବର ନ୍ୟାୟମୂର୍ତ୍ତି ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍ ଡିପି ଚୌଧୁରୀ ଆସିଥିଲେ। ଆମ୍ବେଦକରଙ୍କର ଉପରେ ଜୀବନାଦର୍ଶନ ଉପରେ ଆଲୋକପାତ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବିଭୁ ତରେଇ ମଧ୍ୟ ଯୋଗ ଦେଇ ଆମ୍ବେଦକରଙ୍କର ଜନ୍ମରୁ ମରଣୋତ୍ତର ପର୍ଯ୍ୟନ୍ତ ଏବଂ ଭାରତ ରତ୍ନ କିପରି ପାଇଲେ, ପ୍ରଥମ ଭାରତରେ ଆଇନ ମନ୍ତ୍ରୀ କିପରି ହେଲେ, ସେ ବିଷୟରେ ବିସ୍ତୃତ ଆଲୋଚନା କଲେ ଏବଂ ସେ ଆମ୍ବେଦକର ହେଉଛନ୍ତି ଭାରତ ରତ୍ନ ବି ପାଇଛନ୍ତି, ତାଙ୍କୁ ଆମେ ବିଶ୍ୱରତ୍ନ ବୋଲି ମାନିଅଛୁ। ତାଙ୍କର ଆଦର୍ଶ ଅନୁପ୍ରାଣିତରେ ଆମେ କାମ କରୁଛୁ। ଏଇଭଳି ଫଙ୍କସନ୍ ପ୍ରତିବର୍ଷ ଆମେ କରୁଛୁ। ଡକ୍ଟର B.R. ଆମ୍ବେଦକର 136ତମ ଜନ୍ମଦିବସରେ ତାଙ୍କୁ ନମସ୍ୟ ଏବଂ ତାଙ୍କର ଯେଉଁ ସମ୍ବିଧାନ ଡ୍ରାଫ୍ଟ କରିଥିଲେ ଏବଂ ସମ୍ବିଧାନ ଯେଉଁ ଆମେ ଦେଖୁଛୁ ଯେଉଁଟା ଲିଭିଂ ଡକୁମେଣ୍ଟ, ସେଥି ମଧ୍ୟ ତାଙ୍କୁ ପ୍ରଣାମ କରୁଛୁ ଏବଂ ବାସ୍ତବିକ ଡକ୍ଟର ଆମ୍ବେଦକର ଯେଉଁ ପ୍ରକାର ଭାବରେ ମାନବବାଦ ସୃଷ୍ଟି କରିଥିଲେ ଏବଂ ଅସ୍ପୃଶ୍ୟତା ଏବଂ କୁସଂସ୍କାରକୁ ସମାଜରେ ଆଣିବା ପାଇଁ ଚାହୁଁନଥିଲେ, ତାକୁ ମଧ୍ୟ ନିବାରଣ କରିବା ପାଇଁ ସମ୍ବିଧାନ ପ୍ରଚୁର ରହିଛି, ବ୍ୟବସ୍ଥା ରହିଛି। ସେଥିପାଇଁ ତାଙ୍କୁ ଆମେ ତାଙ୍କର ଜନ୍ମତିଥିରେ ବହୁତ ମନେ ପକାଉଛୁ। ଗୋଟିଏ କଥା କହିବାକୁ ଚାହେଁ ଯେ ସେ କହୁଥିଲେ ଯେ ନାରୀ ଓ ପୁରୁଷ ଭିତରେ କୌଣସି ତଫାତ୍ ନାହିଁ, ଯେଉଁଟା ସମ୍ବିଧାନ ଲେଖା ଅଛି ଏବଂ ପ୍ରକୃତରେ ସେଇଭଳିଆ ଯଦି ନାରୀମାନଙ୍କ ପ୍ରତି ସମ୍ମାନ ଏବଂ ତାଙ୍କ ପ୍ରତି ତାଙ୍କର ଯେଉଁ ଏଣ୍ଟାଚମେଣ୍ଟ ଦିଆଯାଏ, ଯେଉଁଟାକି B.R. ଆମ୍ବେଦକର ସ୍ୱପ୍ନ ଥିଲା, ସେ ସାକାର କଲେ ହୁଏତ ଆଜିକାର ସମାଜ ନିଶ୍ଚିତ ଭାବରେ ଆହୁରି ଉନ୍ନତ ପଥରେ ଯାଇପାରିବ।